ଆରେ ଚଢ଼େଇ, ତୁ ବଜାରକୁ ଯାଉଛୁ କି? ରହ ରହ, ମୁଁ ବି ଯିବି। ଜଲ୍ଦି ଆସ ମିଟୁ, ମୋ ଝିଅକୁ ଭାରି ଭୋକ ଲାଗିଲାଣି। ସଉଦା କିଣି ଘରକୁ ଗଲେ ମୁଁ ପୁଣି ରୋଷେଇ କରିବି। ଆରେ ମୁଁ ବେଶୀ ଜିନିଷ କିଣିବିନି, ଏଇ ଗୋଟେ ଲିପଷ୍ଟିକ୍ କିଣିବି। ମୁଁ ଶୁଣିଲି ବଜାରରେ ଗୋଟେ ଭଲ ଲିପଷ୍ଟିକ୍ ଦୋକାନ ଖୋଲିଛି। ଚାଲେ ଆଗ ସେ ଦୋକାନକୁ ଯିବା, ତାପରେ ଆମେ ସଉଦା କିଣିବା। ପାରା ଭାଇ, ମତେ ଗୋଟେ ଭଲ ଲିପଷ୍ଟିକ୍ ଦିଅ। ମୁଁ ସବୁ ଜିନିଷ ଭଲ ରଖେ। ଏଇ ନେ ତ ଲିପଷ୍ଟିକ୍। ଏଇ ଲିପଷ୍ଟିକ୍ ର ରଙ୍ଗ ଭାରି ଭଲ। ଆଚ୍ଛା ଠିକ୍ ଅଛି, ଏଇ ନିଅ ତୁମ ଟଙ୍କା। ଚାଲ ଚଢ଼େଇ, ଏବେ ଆମେ ସଉଦା ଦୋକାନକୁ ଯିବା। ଏମିତି କଥା ହେଇ ସେମାନେ ସଉଦା କିଣିବାକୁ ଗଲେ। ତାପରେ ନିଜ ନିଜ ଘରକୁ ଫେରିଗଲେ। କାଉ ଦୂରରୁ ମିଟୁର ଲିପଷ୍ଟିକ୍ ଦେଖୁଥିଲା। ଆରେ ବାଃ, ମିଟୁର ଲିପଷ୍ଟିକ୍ ଟା କେତେ ସୁନ୍ଦର ହେଇଛି। ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଯାଏ ମୋ ସ୍ୱାମୀଙ୍କୁ କହି ମୋ ପାଇଁ ବି ଗୋଟେ ଲିପଷ୍ଟିକ୍ ଅଣା କରାଏ। ଆରେ ଶୁଣ ନା, ମୋ ପାଇଁ ଗୋଟେ ଲିପଷ୍ଟିକ୍ ଆଣିଦିଅ। ମିଟୁ ନା କେତେ ବଢିଆ ଲିପଷ୍ଟିକ୍ କିଣି ଆଣିଛି। ତାର ଦେଖିକି ତ ମତେ ବି ଲିପଷ୍ଟିକ୍ ଲଗେଇବାକୁ ଇଚ୍ଛା ହେଲାଣି। ଲିପଷ୍ଟିକ୍ କିଣିବା ପାଇଁ ମୋ ପାଖରେ ଏବେ ଟଙ୍କା ନାହିଁ। ମୁଁ ଗୋଟେ କାମ କରେ, ମିଟୁର ଲିପଷ୍ଟିକ୍ ଟାକୁ ହିଁ ମୁଁ ଚୋରି କରି ତୋ ପାଇଁ ଆଣିଦିଏ। ତୁମେ ଯେମିତି ଯାହା କରୁଛ ପଛେ କର, ମତେ ଆଜି ଲିପଷ୍ଟିକ୍ ଆଣିଦିଅ, ନହେଲେ ମୁଁ ଆଉ ତୁମ ଘରେ ରହିବିନି। ଆରେ ମିଟୁ, ତତେ ଏବେ ହିଁ ଚଢ଼େଇ ତା ଘରକୁ ଡାକିଛି। ସେ ତତେ ଗୋଟେ ଜରୁରୀ କଥା କହିବ କହୁଥିଲା। ସତରେ ନା କଣ କାଉ ଭାଇ? ମୁଁ ଏବେ ଚଢ଼େଇ ପାଖକୁ ଯାଉଛି। ତାପରେ ମିଟୁ ଶୀଘ୍ର ଚଢ଼େଇର ଘରକୁ ଗଲା। ସେହି ସୁଯୋଗରେ କାଉ ତା ଘରେ ଥିବା ଲିପଷ୍ଟିକ୍ ଚୋରି କରି ନେଲା। କାଉ ଘରକୁ ଫେରିବା ସମୟରେ ଚଢ଼େଇ ସହ ତାର ଦେଖା ହେଲା। କାଉ ଭାଇ, ତୁମେ ବି କଣ ଲିପଷ୍ଟିକ୍ କିଣିଛ? ହଁ ଚଢ଼େଇ, ମୁଁ ମୋ ସ୍ତ୍ରୀ ପାଇଁ ଗୋଟେ ଲିପଷ୍ଟିକ୍ କିଣିକି ନେଉଛି। ଆଚ୍ଛା, ମୁଁ ଏବେ ଘରକୁ ଯାଏ। ମୋ ସ୍ତ୍ରୀ ମତେ ଅପେକ୍ଷା କରିଥିବ। ଆଣ୍ଟି, ମା ତ ଘରେ ନାହାନ୍ତି। ତୁମେ ମାଙ୍କୁ କଣ କହିବ ମତେ କହିଦିଅ। ମା ଫେରିଲେ ମୁଁ ତାଙ୍କୁ କହିଦେବି। କଣ କହିବୁ ରେ ମା ମତେ? ଚଢ଼େଇ, ତୁ ଆସିଗଲୁ। ମୁଁ ତତେ ହିଁ ଅପେକ୍ଷା କରିଥିଲି। ତୁ କଣ ମତେ ଜରୁରୀ କଥା କହିବି ପରା? କାଉ ଭାଇ ମତେ କଥା କହିଲେ, ମୁଁ ଶୀଘ୍ର ତୋ ପାଖକୁ ଚାଲି ଆସିଲି। ଏସବୁ ତୁ କଣ କହୁଛୁ ମିଟୁ? ମୁଁ ତତେ କାହିଁକି ଡାକିବି? କାଉ ତତେ ମିଛ କହିଛି। ଓ, ଏବେ ବୁଝିଲି। ମୁଁ ଘରକୁ ଫେରିଲା ବେଳେ କାଉ ହାତରେ ଲିପଷ୍ଟିକ୍ ଦେଖିଥିଲି। ସେ ନିଶ୍ଚୟ ତ ଲିପଷ୍ଟିକ୍ ଚୋରି କରିବା ପାଇଁ ତତେ ମିଛ କଥା କହିଛି। ଯା ଆଗ ଘରେ ଦେଖିବୁ ତ ଘରେ ଲିପଷ୍ଟିକ୍ ଅଛି କି ନାହିଁ। ତାପରେ ମିଟୁ ତା ଘରକୁ ଗଲା, ଆଉ ଦେଖିଲା ଘରେ ତା ଲିପଷ୍ଟିକ୍ ନାହିଁ। ସେ ତୁରନ୍ତ କାଉ ପାଖକୁ ଗଲା। କାଉ ଭାଇ, ତୁମେ ଏତେ ବଡ ଚୋର, ମତେ ମିଛ କହି ମୋ ଘରୁ ଲିପଷ୍ଟିକ୍ ଚୋରି କରି ନେଇ ଆସିଲ। ଭଲରେ ମତେ ମୋ ଲିପଷ୍ଟିକ୍ ଫେରେଇ ଦିଅ। ଏ ତୁ କଣ କହୁଛୁ? ନା ନା, ମୁଁ ତ ଲିପଷ୍ଟିକ୍ ଚୋରି କରିନି। ତୁ ଏଠୁ ଚାଲିଯା। ଚଢ଼େଇ ଦେଖିଛି, ତୁମେ ମୋ ଲିପଷ୍ଟିକ୍ ନେଉଥିଲ। ମତେ ଭଲରେ ଭଲରେ ମୋ ଲିପଷ୍ଟିକ୍ ଫେରାଅ, ନହେଲେ ମୁଁ ସମସ୍ତଙ୍କୁ ଡାକି ଆଣିବି। ସେତେବେଳେ ପୁରା ଜଙ୍ଗଲବାସୀ ଜାଣିଯିବେ ତୁମେ ଗୋଟେ ଚୋର। ନା ନା ମିଟୁ, ଏମିତି କରନି। ମୋର ଭୁଲ ହେଇଗଲା। ରହ, ମୁଁ ଏବେ ତ ଲିପଷ୍ଟିକ୍ ଆଣିଦଉଛି। କାଉ ଭୟରେ ମିଟୁକୁ ତା ଲିପଷ୍ଟିକ୍ ଫେରେଇ ଦେଲା। ମିଟୁ ଖୁସିରେ ନିଜ ଘରକୁ ଫେରିଗଲା। ନେଇଗଲା ମିଟୁ, ଏତେ ସୁନ୍ଦର ଲିପଷ୍ଟିକ୍ ଟାକୁ ନେଇଗଲା। ମୁଁ ଥରେ ବି ସେ ଲିପଷ୍ଟିକ୍ ଲଗେଇ ନଥିଲି। ସବୁ ହେଇଛି ସେ ଚଢ଼େଇ ପାଇଁ। ଚଢ଼େଇ ଯଦି ମିଟୁକୁ କହିନଥାନ୍ତା, ମିଟୁ କେବେ ବି ଜାଣିପାରିନଥାନ୍ତା ମୁଁ ତା ଲିପଷ୍ଟିକ୍ ଚୋରି କରିଛି। ଚାଲ ଗୋଟେ କାମ କରିବା, ଚିଲ ସହ କଥା ହେଇ ସେ ଚଢ଼େଇକୁ ମାଡ଼ ଖୁଏଇବା। ଚଢ଼େଇ ମାଡ଼ ଖାଇଲେ ମତେ ବି ଖୁସି ଲାଗିବ। ଚିଲ ଦିଦି, ଜାଣିଛ ଚଢ଼େଇ ତୁମକୁ ଅନେକ ଗାଳି ଦେଉଛି। ସମସ୍ତଙ୍କ ପାଖରେ ସେ ତୁମ ନାଁରେ ଖରାପ କଥା କହୁଛି। ସେ କହୁଛି ସୁଯୋଗ ପାଇଲେ ସେ ତୁମକୁ ମାରିଦେବ। କଣ ହେଲା? ସେ ଛୋଟ ଚଢ଼େଇର ଏତେ ସାହସ? ସେ ମୋ ନାଁରେ ଖରାପ କଥା କହୁଛି। ସେ ମତେ ମାରିଦେବ। ମୁଁ ତାକୁ ଛାଡ଼ିବିନି। ଆଜି ମୁଁ ତାକୁ ପିଟି ପିଟି ମାରିଦେବି। ଏମିତି କହି ଚିଲ ଚଢ଼େଇର ଘରକୁ ଗଲା। ଦୁଇ କାଉ ଖୁସି ହେଇ ନିଜ ଘରକୁ ଫେରିଗଲେ। ଚଢ଼େଇ, ଏ ଚଢ଼େଇ, ବାହାରକୁ ଆସେ। ତୋର ଏତେ ସାହସ? ତୁ ମତେ ଗାଳି ଦେଇ ମତେ ମାରିବାକୁ ଚାହୁଁଛୁ? କାଉ ମାନେ ଏକଥା କହିନଥିଲେ ତ ମୁଁ ଜମା ବି ଏ ବିଷୟରେ ଜାଣିପାରିନଥାନ୍ତି। ଓ,
ମୁଁ କାଉର ଲିପଷ୍ଟିକ୍ ଚୋରି କଥା ମିଟୁକୁ କହିଦେଲି ବୋଲି ସେ ଆଜି ମତେ ଚିଲ ପାଖରୁ ମାଡ଼ ଖାଇବାକୁ ଚାହୁଁଛି। ମତେ କିଛି ଗୋଟେ କରିବାକୁ ପଡିବ, ଯେମିତି ମୁଁ ଚିଲକୁ ଖୁସି କରିପାରିବି। ତାପରେ ଚଢ଼େଇ କିଛି ଖିଚୁଡ଼ି ଧରି ବାହାରକୁ ଗଲା। ଚିଲ ଦିଦି ତୁମେ ମୋ ଘରକୁ ଆସିଛ? ଆଜି ମୋର କେତେ ବଡ଼ ଭାଗ୍ୟ। ମୁଁ ଶୁଣିଥିଲି କିଛି ଦିନ ତଳେ ତୁମ ଦେହ ଭାରି ଖରାପ ହେଇଥିଲା, ସେଥିପାଇଁ ଆଜି ମୁଁ ତୁମ ମନପସନ୍ଦର ଖିଚୁଡ଼ି ରାନ୍ଧି ତୁମ ଘରକୁ ନେଇ ଦେଇଥାନ୍ତି। ଭଲ ହେଲା ତୁମ ସହ ଦେଖା ହେଇଗଲା। ଏଇ ନିଅ ଖିଚୁଡ଼ି ଖାଇ ଦେଖ, କହିଲ ମୁଁ କେମିତି ରାନ୍ଧିଛି। ଏ କଣ, ମୁଁ ତ ଦେଖୁଛି ଚଢ଼େଇ ମତେ ବହୁତ ଭଲ ପାଏ, ନହେଲେ କଣ ମୋ ପାଇଁ ଏମିତି ଖିଚୁଡ଼ି ରାନ୍ଧିଥାନ୍ତା। ହେଲେ ଚଢ଼େଇ, କାଉ ମାନେ ମତେ କହିଲେ ଯେ ତୁ ମତେ ମାରିବାକୁ ଚାହୁଁଛୁ, ତୁ ଏ ଖିଚୁଡ଼ିରେ ବିଷ ମିଶେଇନୁ ତ? ନା ନା ଚିଲ ଦିଦି, ମୁଁ ଏ ଖିଚୁଡ଼ିରେ ବିଷ ମିଶେଇନି। ମତେ ବିଶ୍ୱାସ କରୁନ ତ? ରୁହ, ମୁଁ ଏବେ ହିଁ ଖିଚୁଡ଼ି ଖାଇକି ତୁମକୁ ଦେଖାଉଛି। ଦେଖିଲ ଚିଲ ଦିଦି, ମୁଁ ଯଦି ଏ ଖିଚୁଡ଼ିରେ ବିଷ ମିଶେଇଥାନ୍ତି ତାହେଲେ କଣ ମୁଁ ନିଜେ ଖାଇଥାନ୍ତି? କାଉ ମାନେ ତୁମକୁ ହଇରାଣ କରିବା ପାଇଁ ହିଁ ମୋ ନାଁରେ ଏମିତି ମିଛ କଥା କହିଛନ୍ତି। କଣ ହେଲା, ସେ କାଉ ମାନଙ୍କର ଏତେ ସାହସ, ସେମାନେ ମତେ ହଇରାଣ କଲେ? ଦେ ମତେ ଆଗ ସେ ଖିଚୁଡ଼ି ଦେ, ମୁଁ ଖିଚୁଡ଼ି ଖାଇସାରେ ତାପରେ ତାଙ୍କ ପାଖକୁ ଯିବି ଆଉ ସେମାନଙ୍କୁ ଉଚିତ ଶିକ୍ଷା ଦେବି। ଦୁଷ୍ଟ କାଉ ଦଳ, ମତେ ମିଛ କହି ହଇରାଣ କରୁଛ। ଏବେ ତମ ମାନଙ୍କୁ ମାରି ମାରି ମୁଁ ଜୀବନରୁ ମାରିଦେବି। ଆମର ଭୁଲ ହେଇଗଲା ଚିଲ ଦିଦି, ଦୟାକରି ଆମକୁ ଛାଡ଼ି ଦିଅ, ଆମେ ଆଉ କେବେ ବି ତୁମକୁ ମିଛ କଥା କହିବୁନି। ଠିକ ଅଛି, ଆଜି ମୁଁ ତମ ମାନଙ୍କୁ ଛାଡ଼ି ଦଉଛି, ଆଉ ଦିନେ ଯଦି ଚଢ଼େଇ ନାଁରେ ମିଛ କହିବ ମୁଁ ତମ 2 ଜଣଙ୍କୁ ଜୀବନରୁ ମାରିଦେବି। ଯାହା ନାଁରେ ମିଛ କହୁଥିଲ, ଜାଣିଛ ସେ ମତେ କେତେ ଭଲ ପାଏ, କେତେ କଷ୍ଟ କରି ମୋ ପାଇଁ ଖିଚୁଡ଼ି ରାନ୍ଧି ମତେ ଖାଇବାକୁ ଦେଇଛି। ଏମିତି କହି ଚିଲ ସେଠାରୁ ଚାଲିଗଲା। ସେତେବେଳେ କାଉଛୁଆ ଘରକୁ ଆସିଲା। ସେ ବଦମାସ ଚଢ଼େଇର ଏତେ ବୁଦ୍ଧି, ଏମିତି ଚିଲକୁ ସେ ନିଜ ଆଡକୁ କରିନେଲା। ଏବେ ମୁଁ ସେ ଚଢ଼େଇର କଣ କରିବି? ମୋ ମୁଣ୍ଡରେ ତ କିଛି ବୁଦ୍ଧି ପଶୁନି। ମୁଣ୍ଡରେ ତ ଗୋବର ବୋହିଛ, ବୁଦ୍ଧି ପଶିବ କୁଆଡେ? ଏବେ ଆମେ ଆଉ କିଛି କରିବାନି, ଯାହା କରିବ ଆମ ଝିଅ କରିବ। ମାରି, ତୁ ସବୁ ତ ଶୁଣିଲୁ, ମୁଁ ଯେମିତି କହୁଛି ତୁ ସେମିତି କରିପାରିବୁ ତ? ଠିକ ଅଛି ମା, କୁହ ମୁଁ କଣ କରିବି? ଏବେ ନୁହଁ, ଆମେ ସନ୍ଧ୍ୟାରେ ସବୁ କାମ କରିବା, ତୁ ଖାଲି ସନ୍ଧ୍ୟା ହେବାକୁ ଅପେକ୍ଷା କର। ଏମିତି ସେମାନେ ଏକ ଦୁଷ୍ଟ ଯୋଜନା ବନେଇଲେ। ସନ୍ଧ୍ୟା ହେବା ପରେ କାଉର ସ୍ତ୍ରୀ ତା ଝିଅକୁ ଗୋଟେ ମଶାଲ ଦେଲା। କାଉ ଛୁଆ ସେ ମଶାଲ ଧରି ଚଢ଼େଇ ଘରକୁ ଗଲା ତା ଘରେ ନିଆଁ ଲଗେଇବା ପାଇଁ। ରାସ୍ତାରେ ବହୁତ ଜୋରେ ପବନ ବହୁଥିଲା। କାଉ ଛୁଆ ଧରିଥିବା ମଶାଲର ନିଆଁ ଲିଭିଗଲା। ଏ କଣ, ନିଆଁ ଲିଭିଗଲା? ଏବେ ମୁଁ କଣ କରିବି? ଯାଏ ଘରୁ ପୁଣି ଥରେ ନିଆଁ ଧରି ଆସେ। ଏମିତି କହି କାଉ ଛୁଆ ଘରକୁ ଫେରୁଥିଲା। ରାସ୍ତା ପୁରାପୁରି ଅନ୍ଧାର ଥିଲା। କାଉ ଛୁଆ ଜାଣି ନପାରି ଗୋଟେ କୂଅ ଭିତରେ ପଡିଗଲା। ବଞ୍ଚାଅ, ମତେ କେହି ବଞ୍ଚାଅ, ମୁଁ କୂଅ ଭିତରେ ପଡିଗଲି, ମତେ କେହି ବଞ୍ଚାଅ। ସେତେବେଳେ ସେ ରାସ୍ତାରେ ଚଢ଼େଇ ଯାଉଥିଲା। କାଉ ଛୁଆର ପାଟି ଶୁଣି ସେ ତା ପାଖକୁ ଗଲା। ଆରେ, ଇଏ ତ କାଉ ଛୁଆର ପାଟି, ସେ କୂଅ ଭିତରେ କେମିତି ପଡିଲା? ଚିକି, ତୁ କୂଅରେ କେମିତି ପଡିଲୁ? ଆଣ୍ଟି, ମତେ ଆଗ ବଞ୍ଚାଅ, ପରେ ମୁଁ ତୁମକୁ ସବୁ କଥା କହିବି। ଆଚ୍ଛା ଆଚ୍ଛା, ତୁ ଆଉ ଭୟ କରନି, ମୁଁ ଏବେ ହିଁ ତତେ ପାଣିରୁ ବାହାର କରୁଛି। ଆରେ ଚିକି, ତୁ ଏଠି କଣ କରୁଛୁ? ଆମେ ତତେ ଗୋଟେ କାମ ଦେଇଥିଲୁ, ତୁ କଣ ସେ କାମ କଲୁ? ରଖ ତମ କାମ, ତୁମେ 2 ଜଣ ବହୁତ ଖରାପ। ତୁମ କଥା ମାନି ଅନ୍ୟର କ୍ଷତି କରିବାକୁ ଯାଇ ମୁଁ ନିଜେ ବିପଦରେ ପଡିଗଲି। ଏଇ ଯୋଉ କୂଅ ଦେଖୁଛ, ମୁଁ ଏବେ କୂଅ ଭିତରେ ପଡି ଯାଇଥିଲି। ଚଢ଼େଇ ଆଣ୍ଟି ମତେ କୂଅ ଭିତରୁ ବାହାର କଲେ। ଯାହାଙ୍କର ଘର ପୋଡିଦେବା ପାଇଁ ମତେ କହିଥିଲ, ସେ ହିଁ ଆଜି ମୋର ଜୀବନ ରକ୍ଷା କଲେ। ବାପା ଚଢ଼େଇ, ଆମର ବହୁତ ବଡ ଭୁଲ ହେଇଗଲା। ତୁ ଆମର ଶତ୍ରୁ ହେଇବି ଆମ ଝିଅର ଜୀବନ ରକ୍ଷା କଲୁ। ଆମକୁ ଏଇ ଥରକ କ୍ଷମା କରିଦେ ଚଢ଼େଇ, ଆଉ ଦିନେ ବି ଆମେ ତୋର କ୍ଷତି କରିବା କଥା ଚିନ୍ତା କରିବୁନି। ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ, ସେ ଶତ୍ରୁ ହେଉ କି ମିତ୍ର ହେଉ, କାରଣ କେତେବେଳେ କି ବିପଦରେ ପଡିବ କେହି କହିପାରିବେନି। ସେଥିପାଇଁ ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହିବା ଉଚିତ।
हाँ चढ़ी तू ठीक कहलु मु आउ दिने भी कहा सह झगड़ा न करी समस्तक सह मिलिमिशि रहिबी। सेदिन परठारु काऊ माने पूरापूरी बदली गले आउ समस्तक सह मिलिमिशि रहिले। एई त आगरी गोटे सुंदरी चढ़ी बसिची मते मो शिकार मिलीगला मु ताकू मो सांगरी नहीं जीवी मु ताकू। एमिति कही राक्षसी से चढ़ी को धरी निज सांगरे नहीं गला। प्रतिदिन से राक्षसी जंगल रे बुलुथिला। से सुंदरी चढ़ी मानकु देखिले निज सांगरे नहीं जाउथिला। मु कला रंग प्रस्तुत करिदेली एबे मो रानी पाखकु जाए। एमिति कही से ताला खोली रानी पाखकु गला हेले घर भितरे रानी नथिला। मिटू खूब डरी गला आउ से शीघ्र मुखिया चढ़ी पाखकु गला। मुखिया आज्ञा रानी घरे नाही से बोधे कुआडे जाईची। ए कौन सर्वनाश हे गला मु रानी को बारंबार मना करिथिली एकुटिया बाहर को जीवनी हेले से जमा भी मो कथा सुनेनी एबे आम झियर कौन हेबो। तू जमा भी चिंता करनी आम झियर किछि भी हेबनी। मिटू तू शीघ्र जा रानी को खोजिबो से बेसी दूर को जाई नथिबो। आज्ञा बाबू मु एबे जाउची। एमिति कही मिटू रानी चढ़ी को खोजिबा पई बाहरी गला। सेपटे रानी चढ़ी गोटे झरणा कूଳରେ बसी गीत गाउथिला। ए जंगल झरणा सब किछि केते सुंदर एते दिन परे बाहर को आसी मते भारी भल लागुची। एठारु जीवाकू जमा इच्छा हेउनी जानिनी बापा माँ कौन पाई जे मते सब बेले घरे बंदी करी रखंती। एबे मु घर को जाए नहले बापा माँ व्यस्त होई मते खोजिबे। एमिति कही चढ़ई घर को फेरुथिला। रास्ता रे से जहा देखिला ता देखि से अनेक डरी गला। ना ना मते निज सांगरे नियनी मते छाड़ी दिया मु तमर कोन खेती करिची। तू मोर किछि क्षति करिनु सत हेले तू सुंदर हेई भूल करिचु। तो भली सुंदरी चढ़ी को मु छाड़ीबिनी मो सांगरे नहीं जीवी। ई केमितिका राक्षसी आउ ये हम जंगल को केमिति आसिला। के मते धरिलो मते छाड़ी दियो। भय करनी रानी माँ मु मिट्टू अंकल। मिट्टू अंकल तुम एठाकू केमिति आसिलो। रानी माँ तुमको घरे न पाई तुम बापा माँ अनेक व्यस्त हेउचंती शीघ्र मो सांगरे घर को चलो। तापरे रानी चढ़ी मिट्टू सांगरे घर को गला। से तार बापा माँ को सब घटना कहिला। एबे जानिलु माँ मु कौन पाई तते एकुटिया बाहर को जीवाकू मना करे। मते क्षमा करि दिया माँ मोर भूल हेई गला। आज परठू मु तुमरो सब कथा मानिबी। जणा नाही से राक्षसी केमिति आम जंगल को आसिला। से जेबेठू आम जंगल को आसिलाणी सुंदरी चढ़े मानु को धरी निज सांगरे नहीं जाउची। जेते खोजिले भी आमे सेमानु को पाउनु। मारे तू एबे घर भीतर को जा आउ केबे भी एकुटिया बाहर को जीवुनी। जदि भी जीवु मुहरे कला रंग लगे कि जीवु जेमिति से राक्षसी तते असुंदर भाभी छाड़ी देब। एमिति दिन बीती चलिला। राक्षसी प्रत्येक दिन गोटे ना गोटे चढ़ई को धरी नहीं जाउथिला। धीरे धीरे जंगल रे चढ़ई कमिबाकू लागिले। एसबु देखि अन्य चढ़ई माने चिंतार पड़ी गले। मोकिया आज्ञा केछि करंतु एमिति आउ केते दिन चलिबो। से राक्षसी आम परिवार रु काहाकू ना काहाकू नहीं जाइची। से राक्षसी को मारिबा पाई मु अनेक चेष्टा कलिनी किंतु जहा कले भी राक्षसी धरा देउनी। केही भी राक्षसी विषय रे जानि नाहंती। एबे तमे माने ही कह मु ए समस्यार समाधान केमिति करिबी। ना ना हमें किछि जानिबाकू चाहनु आपनकु समस्यार समाधान करिबाकू ही पड़िबो। अच्छा तमे माने शांत हुआ मु देखुची मु कौन करि परिबी। एमिति बेस किछि दिन बीती गला। केही भी राक्षसीर किछि क्षति करि पारिलेनी। गोटे दिन अनेक दिन रे मु बाहर को जाइनी। बाहरर परिवेश देखिबाकू मते भारी इच्छा होउची। जाए मुहरी कला रंग लगे झरणा पाखरे टिके बुली आसे। बाहरर परिवेश को आसी मते भारी भल लागिला। अनेक समय तो एठी बसिलिनी एबे मो घर को जाए। एमिति कही चढ़ई घर को जीवा पई बाहरिला। हठात सेही समय जोरे वर्षा हैला।
ଚଢ଼େଇ ମାଖିଥିବା କଳା ରଙ୍ଗ ବର୍ଷା ପାଣିରେ ଧୋଇ ହେଇଗଲା। ହେଲେ ଏକଥା ରାନୀ ଚଢ଼େଇ ଜମା ବି ଜାଣିପାରିଲାନି। ଏହି ଜଙ୍ଗଲରେ କ'ଣ ଆଉ ସୁନ୍ଦରୀ ଚଢ଼େଇ ନାହାନ୍ତି? ଅନେକ ଦିନ ହେଲାଣି ମୁଁ ଗୋଟିଏ ବି ସୁନ୍ଦରୀ ଚଢ଼େଇ ପାଇନି। ଏବେ ମୁଁ କାହାକୁ ନେବି? ଆରେ ଏଇ ତ ଆଗରେ ଗୋଟିଏ ସୁନ୍ଦରୀ ଚଢ଼େଇ ବର୍ଷାରେ ଭିଜୁଛି। ମୁଁ ଆଜି ତାକୁ ଧରି ନେଇଯାଏ। ମୋକିଆ ଆଜ୍ଞା, ସର୍ବନାଶ ହେଇଗଲା। ରାକ୍ଷସୀ ରାନୀ ମାକୁ ଧରି ନେଇଗଲା। ନା, ଏମିତି ହେଇପାରିବନି। ମୋ ଝିଅକୁ ଫେରେଇ ଆଣ। ସେପଟେ ରାକ୍ଷସୀ ଚଢ଼େଇକୁ ଧରି ନିଜ ରାଜ୍ୟକୁ ଆସିଲା ଆଉ ତାକୁ ଗୋଟେ ଘରେ ବନ୍ଦୀ କରି ରଖିଲା। ତୁମେ କାହିଁକି ସୁନ୍ଦରୀ ଚଢ଼େଇ ମାନଙ୍କୁ ଧରି ନେଇ ଆସୁଛ? କିଏ ତୁମେ? ଏସବୁ କରିକି ତୁମକୁ କଣ ଲାଭ ମିଳିବ? ମୁଁ ହେଉଛି ପୂର୍ଣ୍ଣିମା ରାକ୍ଷସୀ। ସବୁ ସୁନ୍ଦରୀ ଚଢ଼େଇ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି। କ'ଣ ପାଇଁ ଜାଣିଛୁ? ତ ସହ ସବୁ ସୁନ୍ଦରୀ ଚଢ଼େଇଙ୍କୁ ପୂର୍ଣ୍ଣିମା ରାତିରେ ମାରିଲେ ମୁଁ ଶକ୍ତିଶାଳୀ ହେବା ସହ ଅନେକ ସୁନ୍ଦରୀ ହେଇଯିବି। କାଲି ହେଉଛି ସେ ପୂର୍ଣ୍ଣିମା ରାତି। ତୁ ଖାଲି ଆଉ ଗୋଟେ ଦିନ ଅପେକ୍ଷା କର, ମୁଁ ତତେ ମାରିବି। ଏବେ ତୁ ଏଇଠି ବନ୍ଦୀ ହେଇ ରହ। ଏମିତି କହି ରାକ୍ଷସୀ ସେଠାରୁ ଚାଲିଗଲା। ରାନୀ କେମିତି ସେ ଘରୁ ବାହାରିବ ଚିନ୍ତା କରୁଥିଲା। ସେହି ସମୟରେ ସେ ଘରକୁ ଜଗିଥିବା ଗୋଟେ ଚଢ଼େଇ ଉପରେ ତାର ନଜର ପଡ଼ିଲା। ରାନୀ ସେ ଚଢ଼େଇ ପାଖକୁ ଗଲା। ଆରେ ର, ତୁ କୁଆଡ଼େ ଯାଉଛୁ? ରାକ୍ଷସୀ ମା ତତେ ଏଠୁ ବାହାରିବାକୁ ମନା କରିଛନ୍ତି। ଯା ଯା, ନିଜ ଜାଗାକୁ ଫେରି ଯା। ମୁଁ ବହୁତ ଦୁର୍ବଳ। ମୁଁ କଣ ରାକ୍ଷସୀ ମାଙ୍କ ସହ ଲଢ଼େଇ କରି ପାରିବି? କାଲି ରାକ୍ଷସୀ ମା ମତେ ମାରିଦେବେ। ମୋର ଗୋଟେ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଜାଣି ତୁମେ ବହୁତ ଭଲ। ଦୟାକରି ମୋର ଗୋଟିଏ ଶେଷ ଇଚ୍ଛା ପୂରା କରିଦିଅ। ମୁଁ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ବୁଲିବାକୁ ଚାହୁଁଛି। ଆଚ୍ଛା ଠିକ ଅଛି, ତୁ ଏବେ ଯା, ହେଲେ ଶୀଘ୍ର ଫେରି ଆସିବୁ। ତାପରେ ରାନୀ ସେ ଘରୁ ବାହାରି ଆସିଲା। ସେ ସେଠାରୁ ପଳେଇ ଯିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ସେ ଏକ ପଥରରେ ବାଜି ତଳେ ପଡ଼ିଗଲା। ମୋ ଗୋଡ଼! ଆରେ ଇଏ କେମିତିକା ଗଛ? ଆଉ ତାକୁ ଏମିତି ଘୋଡେଇକି କିଏ ରଖିଛି? ଏଇଟା ସେଇ ଗଛ ଯୋଉ ଗଛର ଫୁଲ ଖାଇଲେ ରାକ୍ଷସୀ ମରିଯିବ। କିଏ ତୁମେ? ଆଉ କଣ୍ଟା ଗଛ ହେଇ ତୁମେ କଥା କେମିତି କହୁଛ? ରାନୀ, ମତେ କଣ ତୁ ଚିହ୍ନି ପାରୁନୁ? ମୁଁ ତ ସାଙ୍ଗ। ରାକ୍ଷସୀ ଆମକୁ ଧରି ଆଣି କଣ୍ଟା ଗଛ କରି ଏଠି ରଖିଛି। କାଲି ପୂର୍ଣ୍ଣିମା ରାତିରେ ସିଏ ଆମ ସମସ୍ତଙ୍କୁ ମାରିବ। ରାନୀ, କିଛି କର, ଆମକୁ ବଞ୍ଚା। ଚିନ୍ତା କରନି ସାଙ୍ଗ, ଯେମିତି ବି ହେଉ ଆମେ ସେ ରାକ୍ଷସୀକୁ ମାରିବା। ଏଇ ଫୁଲ ନେଇ ମୁଁ ଯଦି ଏମିତି ରାକ୍ଷସୀକୁ ଦେବି, ସେ ଜମା ବି ଖାଇବନି। ମତେ କିଛି ଉପାୟ ବାହାର କରିବାକୁ ହେବ। ଆଚ୍ଛା, ସେ ରାକ୍ଷସୀର ରୋଷେଇ ଘର କୋଉଠି କହିପାରିବୁ? ଏଇ ଯୋଉ ଆଗରେ ଘର ଅଛି, ସେଇଟା ରାକ୍ଷସୀର ରୋଷେଇ ଘର। ତୁ ଯଦି କିଛି କରିବାକୁ ଚାହୁଁଛୁ ଶୀଘ୍ର କର, ରାକ୍ଷସୀ ଏବେ ଘରେ ନାହିଁ। ହଁ, ମୁଁ ଏବେ ହିଁ ସେ କାମ କରୁଛି। ତାପରେ ଚଢ଼େଇ କିଛି ବିଷାକ୍ତ ଫୁଲ ତୋଳି ସେସବୁ ଧରି ରାକ୍ଷସୀର ରୋଷେଇ ଘରକୁ ଗଲା। ସେ ରାକ୍ଷସୀ ପାଇଁ ଗୋଟେ କେକ୍ ତିଆରି କଲା ଆଉ ସେ କେକ୍ରେ ବିଷ ମିଶାଇଲା। ତାପରେ ସେ ସେଇ କେକ୍ ଧରି ରାକ୍ଷସୀ ପାଖକୁ ଗଲା। ଏବେ ମୁଁ ତତେ ମାରିବି। ଆରେ ଏଇଟା ତୁ କ'ଣ ଧରିଛୁ? ଏଇଟା ହଉଛି ଗୋଟେ ଗୋଲାପୀ କେକ୍। ଏଇ କେକ୍ ଖାଇ ଆମେ ସବୁ ଚଢ଼େଇ ସୁନ୍ଦରୀ ହେଇଛୁ। ମୁଁ ତୁମକୁ ସୁନ୍ଦରୀ କରିବା ପାଇଁ ହିଁ ଏଇ କେକ୍ ବନେଇଛି। ନିଅ, ଏଇ କେକ୍ ଖାଇ ସୁନ୍ଦରୀ ହୁଅ। ତୁମେ ଯେତେବେଳେ ସୁନ୍ଦରୀ ହେଇଯିବ, ଦୟାକରି ମତେ ମାରିବନି, ମତେ ଛାଡ଼ିଦେବ। ଆଚ୍ଛା ଠିକ ଅଛି। ତୋ କଥା ଯଦି ସତ ହେଇଥାଏ, ମୁଁ ତତେ ଛାଡ଼ିଦେବି। ସୁନ୍ଦରୀ ହେବା ଲୋଭରେ ରାକ୍ଷସୀ ସେ କେକ୍ ଖାଇଦେଲା। ଯେମିତି ସେ ସେଇ କେକ୍ ଖାଇଲା, ତା ଦେହରେ ନିଆଁ ଜଳିଲା। କିଛି ସମୟରେ ହିଁ ସେ ସେଇ ନିଆଁରେ ଜଳି ପାଉଁଶ ହେଇଗଲା। ରାକ୍ଷସୀ ମରିବା ପରେ ପରେ ସବୁ ଚଢ଼େଇ ମୁକ୍ତ ହେଇଗଲେ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ରାନୀ ଚଢ଼େଇ ତା ବାପା ମାକୁ ସବୁ ଘଟଣା କହିଲା। ରାନୀର ବୁଦ୍ଧି ପାଇଁ ସମସ୍ତେ ତାର ଅନେକ ପ୍ରଶଂସା କଲେ। ଏକ ଜରୁରୀ ଘୋଷଣା ଶୁଣ। ରାଣୀମା ଆମ ଜଙ୍ଗଲରେ ଏକ ପ୍ରତିଯୋଗିତା କରିବେ। ଯିଏ ବି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ, ସେ ଶୀଘ୍ର ଯାଇ ରାଣୀମାକୁ ଦେଖା କର। ଆରେ ସାଙ୍ଗ, ରାଣୀମା କୋଉ ପ୍ରତିଯୋଗିତା କରିବେ? ମୁଁ ତ ଏଇ ଜଙ୍ଗଲର ରାଣୀ ନା, ମୁଁ ସବୁ କଥା ଜାଣିଛି। କ'ଣ ପ୍ରତିଯୋଗିତା ହେଉଛି ତତେ କହିପାରିବି। ଆରେ ମୂର୍ଖ, ଚାଲ ଆଗ ରାଣୀମାଙ୍କ ପାଖକୁ ଯିବା।
ସେ ହିଁ କହିପାରିବେ ସେ କ'ଣ ପ୍ରତିଯୋଗିତା କରୁଛନ୍ତି। ଏମିତି କଥା ହେଇ ସେମାନେ ରାଣୀଚିଲ ପାଖକୁ ଗଲେ। ତାଙ୍କ ପଛେ ପଛେ ଆଉ ଦୁଇଟି ଚଢ଼େଇ ବି ଗଲେ। ରାଜପ୍ରସାଦରେ ପହଞ୍ଚିବା ପରେ ରାଣୀମା, ଆମେ ଶୁଣିଲୁ ଆପଣ ଏକ ପ୍ରତିଯୋଗିତା କରୁଛନ୍ତି। କ'ଣ ପ୍ରତିଯୋଗିତା କରିବେ? ଆମକୁ ବି ଟିକେ ବୁଝେଇକି କୁହନ୍ତୁ। ହଁ ହଁ, ମୁଁ ତମମାନଙ୍କୁ ଏବେ ସବୁ କଥା ବୁଝେଇକି କହୁଛି। ଅନେକ ଦିନରୁ ଆମ ଜଙ୍ଗଲରେ କିଛି ବି ପ୍ରତିଯୋଗିତା ହେଇନି। ମୁଁ ଏ ବର୍ଷ ଡେଇଁବା ପ୍ରତିଯୋଗିତା କରିବାକୁ ଚାହୁଁଛି। ଯିଏ ବି ଅଧିକ ଉପରକୁ ଡେଇଁ ଜିତିବ, ମୁଁ ତାକୁ ପୁରସ୍କାରରେ ଗୋଟେ ଲିଚୁ ଗଛ ଦେବି। କ'ଣ କହିଲେ ରାଣୀମା? ପୁରସ୍କାରରେ ଆପଣ ଗୋଟେ ଲିଚୁ ଗଛ ଦେବେ? ମୁଁ ତ ଭାବୁଥିଲି ଆପଣ ଆମକୁ କିଛି ଦାମୀ ଉପହାର ଦେବେ। ଏଇ ସାମାନ୍ୟ ଗୋଟେ ଲିଚୁ ଗଛ ପାଇଁ ଆପଣ ଆମକୁ ଡାକିଥିଲେ। ବେକାର ଆମ ସମୟ ନଷ୍ଟ କଲେ। ମୁଁ ଯାଉଛି ରାଣୀମା, ମୁଁ ଏ ପ୍ରତିଯୋଗିତାରେ ଭାଗ ନେବିନି। ଆରେ ମୂର୍ଖ କାଉ, ମୋ କଥା ତ ଆଗ ପୁରା ଶୁଣୁ। ମୁଁ ତତେ ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରୁନି। ତୋର ଯଦି ଖେଳିବାକୁ ଇଚ୍ଛା ନାହିଁ, ତୁ ଚାଲିଯା। ମୁଁ ଯୋଉ ଲିଚୁ ଗଛ ଉପହାର ଦେବି ତାହା ସାଧାରଣ ଲିଚୁ ଗଛ ନୁହଁ, ସେଇଟା ଗୋଟେ ସୁନାର ଲିଚୁ ଗଛ। 10 କେଜି ସୁନା ଦେଇ ମୁଁ ସେ ଲିଚୁ ଗଛ ତିଆରି କରିଛି। ଆରେ ସେନାପତି, ଯାଅ ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖାଅ। ସୁନା ଲିଚୁ ଗଛ କଥା ଶୁଣି ତ କାଉ ମନରେ ଲୋଭ ଆସିଲା। ସେତେବେଳେ ସେନାପତି ସୁନାର ଲିଚୁ ଗଛ ଆଣି ସମସ୍ତଙ୍କୁ ଦେଖେଇଲା। ଆରେ ବାଃ, ସୁନାର ଲିଚୁ ଗଛ! କେତେ ବଡ଼ ଭୁଲ କରିବାକୁ ଯାଉଥିଲି। ମୁଁ ଯଦି ଏ ପ୍ରତିଯୋଗିତା ଜିତିଯିବି, ଏ ସୁନାର ଲିଚୁ ଗଛ ମୋର ହେଇଯିବ। ସେମିତି ହେଲେ ତ ମତେ ଆଉ ଛୋଟ ମୋଟ ଚୋରି କରିବାକୁ ପଡ଼ିବନି। ରାଣୀମା, ମୋର ଭୁଲ ହେଇଗଲା। କହୁ କହୁ ମୁଁ ଟିକେ ବେଶୀ କଥା କହିଦେଲି। ମୁଁ ବି ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛି। ଆଚ୍ଛା ଆଚ୍ଛା, ଠିକ୍ ଅଛି। ତୁ ବି ପ୍ରତିଯୋଗିତାରେ ଭାଗ ନେଇପାରିବୁ। ଏବେ କୁହ, କୋଉ ମାନେ ଡେଇଁବା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛ? ସେଠାକୁ ଯାଇଥିବା ସବୁ ଚଢ଼େଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ହାତ ଟେକିଲେ। ଆଚ୍ଛା ତେବେ ଠିକ୍ ଅଛି। ସେନାପତି, ଯାଅ ପ୍ରତିଯୋଗିତାର ବ୍ୟବସ୍ଥା କର। କାଲି ସକାଳେ ସମସ୍ତେ ଠିକ୍ ସମୟରେ ରାଜପ୍ରସାଦ ପାଖରେ ଥିବା ଖେଳ ପଡ଼ିଆକୁ ଆସିବ। ସେଠି ଡେଇଁବା ପ୍ରତିଯୋଗିତା କରାହେବ। ଏବେ ତମେ ସମସ୍ତେ ଘରକୁ ଯାଅ। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଗଲେ। ଗୋଟେ ଗଛ ମୂଳେ ମିଟୁ ଆଉ କାଉ କଥା ହେଉଥିଲେ। ଆରେ ମିଟୁ, ଯେମିତି ବି ହେଉ ମୁଁ ଏ ପ୍ରତିଯୋଗିତା ଜିତିବାକୁ ଚାହୁଁଛି। ହେଲେ କେମିତି କାଉ? ଏ ପ୍ରତିଯୋଗିତାରେ ରେଣୁ ଚଢ଼େଇ ବି ଭାଗ ନେଉଛି। ମୋ ଜାଣିବାରେ ସେ ବହୁତ ଉପରକୁ ଡେଇଁପାରେ। ସେ ଥାଉ ଥାଉ ତୁ କେବେ ବି ଏ ପ୍ରତିଯୋଗିତାରେ ଜିତି ପାରିବୁନି। ଏଥର କିନ୍ତୁ ସେ ଜିତି ପାରିବନି। ମୋ ପାଖରେ ଗୋଟେ ଯୋଜନା ଅଛି। ମୁଁ ଯେମିତି କହୁଛି ତୁ ଖାଲି ସେମିତି କର। କ'ଣ ହେଲା? ତୁ ପୁଣି ଥରେ ଚଢ଼େଇର କ୍ଷତି କରିବାକୁ ଚାହୁଁଛୁ? ନା ନା, ମୁଁ ତୋର କୌଣସି ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଆଗରୁ ତୋ ପାଇଁ ମୁଁ ମାଡ଼ ଖାଇଛି। ଏଥର ଆଉ ମୁଁ ତୋ ସହ ସାଙ୍ଗ ହେବିନି। ଆରେ ଶୁଣ, ଆମେ ଜମା ବି ଧରା ପଡ଼ିବାନି। ମୋ କଥା ଯଦି ମାନିବୁ, ଆମେ ସହଜରେ ପ୍ରତିଯୋଗିତା ଜିତିଯିବା। ଆଉ ସେ ସୁନା ଲିଚୁ ଗଛକୁ ଭାଗ କରିନେବା। ନା ନା, ମୁଁ କହିଲି ନା, ଏଥର ମୁଁ ତ ଦୁଷ୍ଟ ଯୋଜନାରେ ସାମିଲ ହେବିନି। ଗତ ଥର ତ ମାଡ଼ ଖାଇଥିଲି। ଏଥର ଧରା ପଡ଼ିଲେ ରାଣୀମା ମୋ ସହ କ'ଣ କରିବେ ଜଣା ନାହିଁ। ୟାଠୁ ଭଲ ରାଣୀମା ଯେମିତି କହିଛନ୍ତି ମୁଁ ସେମିତି ଖେଳିବି। ହାରିଗଲେ ବି ମୋର ଦୁଃଖ ନାହିଁ। ଯା ଯା ବୋକା ମିଟୁ, ମୋ ସହ ଯଦି ଥାଆନ୍ତୁ ଅଧା ଟଙ୍କା ପାଇଥାନ୍ତୁ। କାଲି ଯେତେବେଳେ ମୁଁ ଜିତିବି, ମୋ ପୁରସ୍କାର ଦେଖି ତୁ ଅଫସୋସ କରିବୁ। ଏମିତି ସେଦିନ ବିତିଗଲା। ପରଦିନ ସକାଳେ କାଉ ଗୋଟେ ବୋତଲ ଜୁସ୍ରେ ନିଦ ଔଷଧ ମିଶେଇଲା। ଏବେ ସମସ୍ତେ ପାଇବେ ମଜା। ମୁଁ ନିଦ ଔଷଧ ମିଶେଇଥିବା ଏ ଜୁସ୍ ସମସ୍ତଙ୍କୁ ପିଆଇବି। ସମସ୍ତଙ୍କୁ ଯେତେବେଳେ ନିଦ ଲାଗିବ, କେହି ବି ବେଶୀ ଉପରକୁ ଡେଇଁ ପାରିବେନି। ସେତେବେଳେ ମୁଁ ସମସ୍ତଙ୍କଠୁ ଉପରକୁ ଡେଇଁ ପୁରସ୍କାର ଜିତିଯିବି। ଏମିତି ଚିନ୍ତା କରି କାଉ ସେ ଜୁସ୍ ବୋତଲ ଧରି ଖେଳ ପଡ଼ିଆକୁ ଗଲା। ସବୁ ଚଢ଼େଇ ବି ସେଠାକୁ ଆସି ସାରିଥିଲେ। ସେତେବେଳେ କାଉ ତାଙ୍କ ପାଖକୁ ଯାଇ କହିଲା, ସମସ୍ତେ ଶୁଣ, ଆଉ କିଛି ସମୟ ପରେ ପ୍ରତିଯୋଗିତା ଆରମ୍ଭ ହେବ। ରାଣୀମା ସମସ୍ତଙ୍କ ପାଇଁ ଏ ଜୁସ୍ ବୋତଲ ଦେଇଛନ୍ତି। ନିଅ, ସମସ୍ତେ ପିଇ ନିଅ। କିନ୍ତୁ କାଉ, ରାଣୀମା ଆମକୁ ଏ ଜୁସ୍ ବୋତଲ କାହିଁକି ଦେଇଛନ୍ତି? ଏ ଜୁସ୍ ବୋତଲରେ ବହୁତ ଭିଟାମିନ୍ ଅଛି। ରାଣୀମା କହିଛନ୍ତି ତମେ ମାନେ ଏ ଜୁସ୍ ପିଇଲେ ଅନେକ ଶକ୍ତି ପାଇବ, ଆଉ ବହୁତ ଉପରକୁ ଡେଇଁ ପାରିବ।
ଆଚ୍ଛା ରାଣୀମା ଯଦି ଏକଥା କହିଛନ୍ତି ଆମେ ତାଙ୍କ କଥା ମାନିବୁ। ଦେ କାଉ ଆମକୁ ସେ ଜୁସ୍ ବୋତଲ ଦେ। ଏମିତି ଜଣ ଜଣ କରି ସମସ୍ତେ ସେ ଜୁସ୍ ପିଇଲେ। ଏସବୁ ଦେଖି ତ କାଉ ମନେ ମନେ ଅନେକ ଖୁସି ହେଇଗଲା। ତମେ ସମସ୍ତେ ରେଡି ନା? ମୁଁ ଯାହା ନାଁ ଡାକିବି ସେ ଆସି ଡେଇଁବ। ହଁ ହଁ ଆମେ ସମସ୍ତେ ରେଡି ଅଛୁ, ଆପଣ ନାଁ ଡାକନ୍ତୁ। ସୁନେଲି, ପ୍ରଥମେ ତୁ ଆସେ। ସୋନେଲି ଚଢ଼େଇକୁ ନିଦ ଆସୁଥିଲା। ସେ ଧୀରେ ଧୀରେ ଦୌଡ଼ି ଡେଇଁବା ସମୟରେ ଶୋଇ ପଡ଼ିଲା। ଆରେ ୟାର ପୁଣି କଣ ହେଲା? ରାଣୀମା, ମତେ ଲାଗୁଛି ସୁନେଲି ଚଢ଼େଇ ଶୋଇ ପଡ଼ିଲା। ସେ ବୋଧେ ରାତି ସାରା ଶୋଇନି, ସେଥିପାଇଁ ଖେଳ ମଝିରେ ଶୋଇ ପଡ଼ିଲା। ଶୋଇ ପଡ଼ିଲା ମାନେ? ଏଇଟା କଣ ଶୋଇବା ପ୍ରତିଯୋଗିତା? ଯା ଯା ତାକୁ ସାଇଡ କରି ଆଉ ଜଣକୁ ଡାକେ। ଚଢ଼େଇ, ଏବେ ତୁ ଆସେ। ଚଢ଼େଇକୁ ବି ନିଦ ଆସୁଥିଲା। ସେ ବି ଦୌଡ଼ି ଦୌଡ଼ି ଆସି ଖେଳ ମଝିରେ ଶୋଇ ପଡ଼ିଲା। ଆରେ ଚଢ଼େଇ ତ ସବୁବେଳେ ପ୍ରତିଯୋଗିତାରେ ପ୍ରଥମ ହୁଏ, ସେ ଆଜି ଶୋଇ ପଡ଼ିଲା କେମିତି? ମୁଁ ବି କିଛି ବୁଝିପାରୁନି ରାଣୀମା। ନିଶ୍ଚୟ ଚଢ଼େଇ ରାତି ସାରା ଅନିଦ୍ରା ରହି ଖେଳିବାର ଅଭ୍ୟାସ କରୁଥିଲା, ସେଥିପାଇଁ ଆଜି ଶୋଇ ପଡ଼ିଲା। ଆଉ 2 ଜଣ ଖେଳାଳି ବାକି ରହିଲେ, ଏବେ ତାଙ୍କ ପାଳି। ମିଟୁ, ଏବେ ତୁ ଆସେ। ମିଟୁ ବି ଖେଳ ମଝିରେ ଶୋଇ ପଡ଼ିଲା। ସେଠି କଣ ହେଉଥିଲା କେହି ବି ବୁଝିପାରୁନଥିଲେ। କାଉକୁ ଡାକିବାରୁ ସେ ଜୋରେ ଦୌଡ଼ି ଉପରକୁ ଡେଇଁ ପ୍ରତିଯୋଗିତା ଜିତିଗଲା। ବାଃ କାଉ ବାଃ, ତୁ ଆଜି ଏ ଖେଳ ଜିତିଗଲୁ। ଆଜ୍ଞା ରାଣୀମା, ମୁଁ ଦିନ ସାରା ଅଭ୍ୟାସ କରି ରାତିରେ ଶୋଇଥିଲି, ସେଥିପାଇଁ ତ ଏ ପ୍ରତିଯୋଗିତା ଜିତିଗଲି। ବହୁତ ଭଲ କରିଛୁ କାଉ। ଏ ଗଧଗୁଡ଼ାଙ୍କୁ ଦେଖେ, ରାତି ସାରା ଅଭ୍ୟାସ କରି ଏବେ କେମିତି ଶୋଇଛନ୍ତି। ଏବେ ତୁ ପୁରସ୍କାର ପାଇବୁ। ଏମିତି କହି ରାଣୀ ଚିଲ କାଉକୁ ସୁନା ଲିଚୁ ଗଛ ପୁରସ୍କାର ଦେଲା। କାଉ ସୁନା ଲିଚୁ ଗଛ ପାଇ ତ ମହା ଖୁସି ହେଇଗଲା। ସେପଟେ ମିଟୁ ହାଲକା ଆଖି ଖୋଲି ରାଣୀ ଚିଲକୁ କହିଲା, ରାଣୀମା, ରାଣୀମା, ମୋ କଥା ଟିକେ ଶୁଣନ୍ତୁ। କିଏ କିଏ ମତେ ଡାକୁଛ? ମୁଁ ମିଟୁ କଥା କହୁଛି ରାଣୀମା। କିରେ, ତମେ ମାନେ ଆଜି ମୋ ପ୍ରତିଯୋଗିତାକୁ ନଷ୍ଟ କରିଦେଲ। ସମସ୍ତେ ଖେଳ ମଝିରେ କାହିଁକି ଶୋଇଗଲ? ରାଣୀମା, ଆମେ ଜାଣି ଶୁଣି ଶୋଇନୁ। ଏ ଦୁଷ୍ଟ କାଉ ପାଇଁ ଆଜି ଆମର ଏମିତି ଅବସ୍ଥା। ମାନେ ତୁ କଣ କହୁଛୁ? ରାଣୀମା, ପ୍ରତିଯୋଗିତା ଆଗ ଦିନ ମୁଁ ଆଉ କାଉ କଥା ହେଉଥିଲୁ। କାଉ କହୁଥିଲା ସେ ଏକ ଦୁଷ୍ଟ ଯୋଜନା ବନେଇଛି, ମତେ ବି ତା ସହ ସାଙ୍ଗ ହେବାକୁ କହୁଥିଲା। ହେଲେ ମୁଁ ତା କଥା ଶୁଣିଲିନି। ସେ ଆଜି ନିଶ୍ଚୟ କିଛି କରି ଆମ ସମସ୍ତଙ୍କୁ ଶୁଏଇ ଦେଇଛି। ହେଲେ କାଉ ତମ ମାନଙ୍କୁ କେମିତି ଶୁଏଇବ? ସେ ତ ଆରମ୍ଭରୁ ଏଇଠି ହିଁ ଅଛି। ରାଣୀମା, ମୋର ମନେ ପଡ଼ିଲା, ଖେଳ ଆରମ୍ଭ ହେବା ପୂର୍ବରୁ କାଉ ଆମକୁ ଗୋଟେ ଜୁସ୍ ବୋତଲ ଦେଇ କହିଲା ସେ ଜୁସରେ ଭିଟାମିନ୍ ଅଛି। ଆପଣ ଆମ ସମସ୍ତଙ୍କ ପାଇଁ ସେ ଜୁସ୍ ପଠେଇଛନ୍ତି, ଆଉ କହିଛନ୍ତି ଜୁସ୍ ପିଇ ଆମେ ଶକ୍ତିଶାଳୀ ହେବୁ, ଆଉ ଭଲ ଭାବରେ ପ୍ରତିଯୋଗିତା ଖେଳି ପାରିବୁ। କାଉର କଥାକୁ ସତ ଭାବି ଆମେ ସମସ୍ତେ ସେ ଜୁସ୍ ପିଇଥିଲୁ। କାଉ ନିଶ୍ଚୟ ସେ ଜୁସରେ କିଛି ମିଶେଇଥିଲା, ସେଥିପାଇଁ ଖେଳ ମଝିରେ ହିଁ ଆମେ ସମସ୍ତେ ଶୋଇ ପଡ଼ିଲୁ। ଆଚ୍ଛା ମିଟୁ, ତୁ ବି ତ ଜୁସ୍ ପିଇଥିଲୁ, ତାହେଲେ ତୁ ସମସ୍ତଙ୍କ ପରି ନ ଶୋଇ କେମିତି ଉଠିଲୁ? ରାଣୀମା, ମୁଁ ବେଶୀ ଜୁସ୍ ପିଇ ନଥିଲି, ଅଳ୍ପ ଟିକେ ପିଇ ରଖି ଦେଇଥିଲି, ସେଥିପାଇଁ ଶୀଘ୍ର ମୋ ନିଦ ଭାଙ୍ଗିଗଲା। ଆପଣ ଯଦି ମୋ କଥାକୁ ବିଶ୍ୱାସ କରୁନାହାନ୍ତି, ସେପଟେ ଦେଖନ୍ତୁ, ସେ ଜୁସ୍ ବୋତଲ ସେଠି ଅଛି। ଆପଣ ଜଣେ ସେନାପତିକୁ ସେ ପୁରା ଜୁସ୍ ପିଇବାକୁ କୁହନ୍ତୁ, ସତ କଥା ଆପଣ ଜାଣିପାରିବେ। ସେନାପତି ରାଜୁ, ତୋ ପାଖରେ ଯୋଉ ଜୁସ୍ ବୋତଲ ଅଛି, ତୁ ସେ ସବୁ ଜୁସ୍ ପିଇଲୁ? ଆଜ୍ଞା ରାଣୀମା, ମୁଁ ଏବେ ପିଉଛି। ଏମିତି କହି ସେ ସେନାପତି ଜୁସ୍ ପିଇଲା। ସେତେବେଳେ କାଉର ନଜର ତା ଉପରେ ପଡ଼ିଲା। ଆରେ ଆରେ, ଏ ସେନାପତି ଜୁସ୍ କାହିଁକି ପିଉଛି? ସେ ଜୁସ୍ ପିଇଲେ ତ ମୁଁ ଧରା ପଡ଼ିଯିବି। ସେନାପତି ଆଜ୍ଞା, ରହିଯାଆନ୍ତୁ, ସେ ଜୁସ୍କୁ ପିଅନ୍ତୁନି, ସେଇଟା ଜୁସ୍ ନୁହଁ। ଜୁସ୍ ନୁହଁ ମାନେ? ତୁ କଣ କହିବାକୁ ଚାହୁଁଛୁ କାଉ? ମାନେ ରାଣୀମା। କାଉର କଥା ସରୁ ସରୁ ହିଁ ସେନାପତି ସବୁ ଜୁସ୍ ପିଇଦେଲା। ରାଣୀମା, କେମିତିକା ଜୁସ୍? ମତେ ଭାରି ନିଦ ଲାଗୁଛି।
ତାପରେ ସେନାପତି ଶୋଇ ପଡ଼ିଲା। ଏସବୁ ଦେଖି ତ ରାଣୀ ଚିଲ ଅନେକ ରାଗିଗଲା। ଭାବିଥିଲି କାଉ ତୁ ବଦଳି ଯାଇଥିବୁ, ହେଲେ ନା, ତୁ ଏଯାଏଁ ସୁଧୁରିନୁ। ତୁ କ'ଣ ଭାବିଥିଲୁ ମୁଁ କିଛି ଜାଣିପାରିବିନି? ସମସ୍ତଙ୍କୁ ନିଦ ଔଷଧ ଦେଇ ତୁ ପ୍ରତିଯୋଗିତା ଜିତିଯିବୁ? ଆପଣ କ'ଣ କହୁଛନ୍ତି ରାଣୀମା? ମୁଁ କିଛି ବୁଝିପାରୁନି। ଏବେ ସତ କଥା ମାନିଯା କାଉ। ଏବେ ଯଦି ମାନିଯିବୁ ମୁଁ ତତେ 2-3 ମାସ ଜେଲରେ ରଖି ଛାଡ଼ିଦେବି, କିନ୍ତୁ ଯଦି ନ ମାନିବୁ ମୁଁ ତତେ ଏବେ ହିଁ ମୃତ୍ୟୁଦଣ୍ଡ ଦେବି। ରାଣୀ ଚିଲର ଧମକ ଶୁଣି କାଉ ଖୁବ୍ ଡରିଗଲା, ଆଉ ସେ ସବୁ ସତ କଥା ମାନିଗଲା। ହେଲେ ରାଣୀମା, ଆପଣ ସବୁ କଥା କେମିତି ଜାଣିଲେ? ମତେ ସବୁ କଥା ମିଟୁ କହିଲା। ମିଟୁ ବେଶୀ ଜୁସ୍ ପିଇ ନଥିଲା ବୋଲି ସେ ଉଠି ମତେ ସବୁ ସତ କଥା କହିଦେଲା। ଭଲ ହେଲା କାଉ, ତୁ ତାକୁ ପାଣି ନ ଦେଇ ଜୁସ୍ ଦେଇଥିଲୁ। ଯଦି ତୁ ତାକୁ ପାଣି ଦେଇଥାନ୍ତୁ ମିଟୁ ସବୁ ପାଣି ପିଇ ଦେଇଥାନ୍ତା। ସେମିତି ହେଇଥିଲେ ତୋ ସତ କଥା ମୁଁ ଜାଣିପାରିନଥାନ୍ତି। ଏବେ ତୁ ଜେଲରେ ରହି ନିଜ ଭୁଲର ଅନୁତାପ କର। ଏମିତି କହି ରାଣୀ ଚିଲ କାଉକୁ ବନ୍ଦୀ କରି ରଖିଲା। କାଉ ନିଜ ଭୁଲ ପାଇଁ ଅନୁତାପ କରୁଥିଲା।